ବର୍ତ୍ତମାନ ଟାଇମ୍‌ରେ ଆପଣମାନେ ଦେଖିପାରୁଥିବେ ଓଡ଼ିଶାରେ ବହୁତ ସାରା ଯୋଜନା ସୁଭଦ୍ରା ଯୋଜନା, କାଳିଆ ଯୋଜନା, ସିଏମ୍ ଯୋଜନା, ପିଏମ୍ କିଷାନ ଯୋଜନା, ସ୍ୱୟଂ ଯୋଜନା, ଆୟୁଷ୍ମାନ ଯୋଜନା ବହୁତ ସାରା ଯୋଜନା ଏବଂ ରିକ୍ରୁଟମେଣ୍ଟ ଆସୁଛି ବଟ୍ ରିକ୍ରୁଟମେଣ୍ଟର ଜଏନିଂ ହେଉନି ଯେମିତି ଆପଣମାନେ ଦେଖିପାରୁଥିବେ ଫେୟାରମ୍ୟାନ୍ ଅଲରେଡ଼ି ବି ବର୍ଷେ ହେଇଗଲାଣି ଜଏନିଂ ଲେଟର୍ ଜାନୁଆରୀ ମାସରେ ଦେଇସାରିଲାଣି ପାଖାପାଖି 7-8 ମାସ ହେଲାଣି ଜଏନିଂ ଦିଆ ହେଇନି। ଆଉ ଏପଟେ ଫରେଷ୍ଟର ଲାଇଫ୍ ଷ୍ଟୋନ୍ ଇନ୍ସପେକ୍ଟର ଏକ୍ଜାମ୍ରେ କରପ୍ସନ୍ ହେଉଛି ମାନେ ଏକ୍ଜାମ୍ ତାର ରେଜଲ୍ଟ ବାହାରିକି ତଥାପି ଆପଣମାନେ ଦେଖିପାରୁଥିବେ 100 ସିରିଏଲ୍ ନମ୍ବର ପାଖାପାଖି 80-90 ଭାଗ ମାନେ କେବଳ ଦଶମରେ ଜଷ୍ଟ ପାସ୍ ହେଇ କେବଳ ଟପର୍ କରୁଛନ୍ତି। ଏକ୍ଜାମ୍ରେ କରପ୍ସନ୍ ହେଉଛି ଏବଂ 1ରେ 2ରେ ମାନେ ଆପଣମାନଙ୍କୁ ଜଏନିଂ ଦେଉନାହାନ୍ତି। 3 ଆପଣମାନଙ୍କୁ କହିଦେଉଛି କେବଳ ଏଇ ଗୋଟେ ଦୁଇଟା ଏକ୍ଜାମ୍ ନୁହଁ ଆହୁରି ମଧ୍ୟ ଓଡ଼ିଶାରେ ଏକ୍ଜାମ୍ ଅଛି ମାନେ ରିକ୍ରୁଟମେଣ୍ଟ ଅଛି ଯେଉଁଟାକି ଅଲରେଡ଼ି ଡକ୍ୟୁମେଣ୍ଟ ଭେରିଫିକେସନ୍ ହେଇଯାଇଛି ତଥାପି ଜଏନିଂ ଦେଉନାହାନ୍ତି। ଆପଣ ନିଜେ ବି ଜାଣିଥିବେ ଯେମିତି OSSC କଣ୍ଡକ୍ଟ କରିଥିଲା PEO ଜୁନିୟର ଆସିଷ୍ଟାଣ୍ଟ ପାଖାପାଖି ତାର ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ କରିବା ପାଇଁ 2 ବର୍ଷ ହେଇଗଲାଣି। ଆପଣମାନେ ନିଜେ ଭାବନ୍ତୁ ଯଦି ଗୋଟେ ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ କରିବା ପାଇଁ 2 ବର୍ଷ ଲାଗିଯିବ ତାହେଲେ ପିଲାଙ୍କର ବୟସ ଉପରେ ବହୁତ ସାରା ପ୍ରୋବ୍ଲେମ୍ ପକାଉଛି। କାହାର ବୟସ ତାଙ୍କର ଆଜି ଧର 20 ହେଲେ ତା ନେକ୍ସଟ ରିକ୍ରୁଟମେଣ୍ଟ ପାଇଁ 23-24 ବର୍ଷ ହେଇଯାଉଛି। ଏମିତି ହେଲେ ବୟସ ମଧ୍ୟ ଗଡ଼ିଯାଉଛି ଯେଉଁଠି ପିଲା ଜବ୍ ପାଇଁ ବହୁତ ଡିଫିକଲ୍ଟ ହେଉଛି ଓଡ଼ିଶାରେ। ବର୍ତ୍ତମାନ ଟାଇମ୍‌ରେ ଟାର୍ଗେଟ୍ ହେଉଛି OSSC ଆପଣମାନେ ଦେଖିପାରୁଥିବେ ଆପଣମାନଙ୍କୁ ଏକ୍ଜାମ୍ କ୍ୟାଲେଣ୍ଡର ନେଇକି ଯାଉଛି। OSSC ଗୋଟେ ରିକ୍ରୁଟମେଣ୍ଟ ଅଛି ଯେଉଁଟାକି କେବଳ ଫିମେଲ୍‌ମାନଙ୍କ ପାଇଁ MPS ହେଲା କି MPSW ଯେଉଁଟାକି ଫିମେଲ୍ ପାଖାପାଖି କେତେ 2753ଟି ପୋଷ୍ଟ ବାହାରିଥିଲା। ଆର ପ୍ରୋଭିଜନାଲ୍ ମେରିଟ୍ ଲିଷ୍ଟ ଅଲରେଡ଼ି ଆସିକି ତାଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ ହେଇଗଲାଣି ପାଖାପାଖି 7-8 ମାସ ହେଲାଣି। ଫାଇନାଲ୍ ମେରିଟ୍ ଲିଷ୍ଟ ଆସିନି। ଆପଣ ନିଜେ ବି ଦେଖିପାରୁଥିବେ ନ୍ୟୁଜ୍ ଫ୍ୟୁଜ୍ରେ ମଧ୍ୟ ଦେଖିପାରୁଥିବେ। ୟାକୁ ନେଇକି ମଧ୍ୟ OSSC ଅନ୍ୟଥର ଯେଉଁମାନେ ବି ମାନେ ଯେଉଁମାନେ ପରୀକ୍ଷାର୍ଥୀ ଅଛନ୍ତି ବା ଯେଉଁମାନଙ୍କର ପ୍ରୋଭିଜନାଲ୍ ମେରିଟ୍‌ରେ ନାଁ ବି ଆସିଛି ସେମାନେ OSSC ଯାଇକି ମଧ୍ୟ ରାଲି ମଧ୍ୟ କରିଥିଲେ। ଆଉ ଦ୍ୱିତୀୟ କଥା ହେଉଛି ଆପଣମାନେ ନିଜେ ବି ଜାଣିଥାନ୍ତି ଫରେଷ୍ଟର ଲାଇଫ୍ ଷ୍ଟୋନ୍ ଇନ୍ସପେକ୍ଟର ରେଜଲ୍ଟକୁ ନେଇକି ଯିଏ ଦେଖିବ ସିଏ କହିବ କରପ୍ସନ୍ ହେଇଛି ତା ମଧ୍ୟ ଅଲରେଡ଼ି ବି ଚାଲିଥିଲା। ତାପରେ ଥାର୍ଡ଼ କଥା ହେଉଛି କି RI ARI ଯେଉଁ ଅମିନ ICDS ଯେଉଁ ଆମର SFS ସେବେ କେବେ ଏଯାବତ ତଥାପି ମାନେ ନାହିଁ କାରଣ OSSCକୁ ବହୁତ ସାରା ଆପଣଙ୍କୁ କହିବାକୁ ଗଲେ ବହୁତ ସାରା ପ୍ରୋବ୍ଲେମ୍ ମାନେ ମାନେ କହିବାକୁ ଗଲେ ଆକ୍ସନ୍ ନିଆହେଇଛି ସରକାର ନେଇଛନ୍ତି ନିଆ ଭିତରେ ଆପଣଙ୍କର ଟେନସନ୍ କିଛି ବି ଦରକାର ନାହିଁ। ଏ ସବୁ ପ୍ରୋବ୍ଲେମ୍ ହେବାର ମାନେ କ'ଣ କି ଯେଉଁ ଆଗରୁ ଗୋଟେ ନୂଆ ଯେଉଁ ପୁରୁଣା ସରକାର ଥିଲା ଏବେ ଜଷ୍ଟ ନୂଆ ସରକାର ଆସିଛି ବର୍ତ୍ତମାନ ଟାଇମ୍‌ରେ ଆସ୍ତେ ଆସ୍ତେ ତାକୁ ପ୍ରୋସେସିଂ କରିବା ପାଇଁ ଟାଇମ୍ ଲାଗିବ। ଟେନସନ୍ କିଛି ଦରକାର ନାହିଁ ସବୁକିଛି ଆଶା କରୁଛି ସବୁକିଛି ଠିକ୍‌ଠାକ୍ ହେଇଯିବ। ଯଦି ବି କିଛି କିଛି ବି ଏହାକୁ କିଛି ବି କ୍ଲିୟର୍ କରିବେ ନାହିଁ ପାଖାପାଖି ଭବିଷ୍ୟତରେ ବହୁତ ପିଲାଙ୍କର ଆପଣଙ୍କର ଅସୁବିଧା ଦେଖିବାକୁ ପାଇଯିବେ। ଓକେ ଏକି ନାହିଁ କେବଳ ଆପଣ ଓଡ଼ିଶାରେ ଯଦି ବି ଏମିତି ହେଇ ଚାଲିବ ଆପଣମାନେ ଦେଖିବେ ଓଡ଼ିଶାରେ କେବଳ ଅଶିକ୍ଷିତ ଲୋକ ଚାକିରି କରିବେ ଆଉ ଶିକ୍ଷିତ ଲୋକ ଯେଉଁମାନେ ବି ମାନେ ବହୁତ ଯାହାର ବି ଟ୍ୟାଲେଣ୍ଟ ଅଛି ଯୋଗ୍ୟ ଅଛନ୍ତି ଚାକିରି କରିବା ପାଇଁ ସେମାନେ ଦାଦନ ଖଟିବା ପାଇଁ ବାହାରକୁ ଯିବେ। ଆଉ ଯଦି ବି ଏଇ ରିକ୍ରୁଟମେଣ୍ଟ ଯଦି ବି ଏମିତି ଓଡ଼ିଶାରେ ଚାଲିବ ଖାଲି ଯୋଜନା ଉପରେ ଯୋଜନା କରିଦେଉଛନ୍ତି ରିକ୍ରୁଟମେଣ୍ଟ ବାହାର କରୁଛନ୍ତି ତଥାପି ରିକ୍ରୁଟମେଣ୍ଟର ଜଏନିଂ ଦେଉନି। ବାସ୍ ମୁଁ ଗୋଟେ କଥା କହିଦେଉଛି ଯଦି ଆପଣମାନେ ପୋଷ୍ଟ ବାହାର କରୁଛନ୍ତି ଧର 2700 ପୋଷ୍ଟ ବାହାର କରୁଛନ୍ତି ଆପଣ ଚାହୁଁଛନ୍ତି 200 200-300 ପୋଷ୍ଟ ବିକ୍ରି କରିବା ପାଇଁ ତାହେଲେ ଆପଣମାନେ ପୋଷ୍ଟ କମେଇକି କ'ଣ ପାଇଁ ପୋଷ୍ଟ ବାହାର କରୁନାହାନ୍ତି। 2700 ପୋଷ୍ଟ 27ଟା ଟ୍ରଷ୍ଟେଡ୍ ପୋଷ୍ଟ ଚାହୁଁଛନ୍ତି ଯେତିକି ପୋଷ୍ଟ ବାହାର କରୁଛ ସେତିକି ପୋଷ୍ଟ ଟ୍ରଷ୍ଟ କର। ଯଦି ତୁମେ ଆପଣ ମାନେ 2000 ପଦବୀ ଖାଲି ତମ 100 ପଦବୀ ଖାଲି ରହୁଛି ଆପଣ ଚାହୁଁଛନ୍ତି 20-30 ଜଣଙ୍କୁ ସେଥିରେ ମାନେ ପଇସା ଦେଇକି କରପ୍ସନ୍ କରିକି ଚାକିରି ଦେବେ ତ ଆପଣ 20-30ଟା ଆରାମସେ ପୋଷ୍ଟ କରିକି 80 ପୋଷ୍ଟ ବାହାର କରିବେ ଆରାମସେ 80-70 ପୋଷ୍ଟ ବାହାର କରିକି ରିକ୍ରୁଟମେଣ୍ଟ ପ୍ରୋସେସିଂ କରିବେ। ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି। ସରକାର ନିହାତି ଭାବରେ ଆକ୍ସନ୍ ନେବା କଥା। ଯଦି ବି ଓଡ଼ିଶାରେ କରପ୍ସନ୍ ହେଉଛି ନିହାତି ଭାବରେ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ। ବଟ୍ ଏବେ ସୁଦ୍ଧା ବି ମାନେ କହିବାକୁ ଗଲେ ବନ୍ଦ ହେଉନି। ଏମିତି ବହୁତ ସାରା ଗୋଟେ ରିକ୍ରୁଟମେଣ୍ଟ 2-3 ବର୍ଷ ହେଇଯାଉଛି ପାଖାପାଖି କହିବାକୁ ଗଲେ ଯେଉଁ ପିଲାଙ୍କର ମାନେ କହିବାକୁ ଗଲେ 22-23 ବର୍ଷ ସେଇ ନେକ୍ସଟ ରିକ୍ରୁଟମେଣ୍ଟ କରିବା ପାଇଁ ନା କହିବାକୁ ଗଲେ ଗୋଟେ ଏକ୍ଜାମ୍ରେ ମାନେ ଯେଉଁମାନେ ବି ନ୍ୟୁ ମାନେ ପ୍ରିପାରେସନ୍ କରୁଥିବେ ନୂଆ ପିଲା ପ୍ରିପାରେସନ୍ କରୁଥିବେ ଗୋଟେ ଏକ୍ଜାମ୍ରେ କେହି ବି ବଜେଇ ପାରନ୍ତି ନାହିଁ। ଆପଣମାନଙ୍କୁ କହିବାକୁ କହୁଛି ମାନେ ଏକ୍ଜାମ୍ରେ ମାନେ ଗୋଟେ ଚାକିରି ପାଇବାକୁ ଗଲେ ନିହାତି ଭାବରେ 6 ମାସ ବର୍ଷେ ପଢ଼ିବାକୁ ପଡ଼ିଥାଏ। ଯଦି ବି ଗୋଟେ ପିଲା ଗୋଟେ ରିକ୍ରୁଟମେଣ୍ଟକୁ 3-4 ବର୍ଷ ନେଇଯାଉଛି ସେ ନେକ୍ସଟ ରିକ୍ରୁଟମେଣ୍ଟ ବେଳକୁ ଯଦି ଏହାର 21 ବର୍ଷ ହେଇଯାଉଛି ନିହାତି ଭାବରେ ନେକ୍ସଟ ରିକ୍ରୁଟମେଣ୍ଟକୁ 25 ବର୍ଷ ହେଇଯାଉଛି। କହିବାକୁ ଗଲେ ଓଡ଼ିଶାରେ ଏହା ହିଁ ପ୍ରୋବ୍ଲେମ୍ ରହୁଛି
ଓକେ। ବହୁତ ସାରା କେସ୍ ରହୁଛି କେଉଁଠି ଏଜ୍ ଲିମିଟ୍ ରହୁନି ମାନେ କହିବାକୁ ଗଲେ ଏମିତି ହେଇକି ତ ଏକରେ ଏଜ୍ ପିଲାଙ୍କର ବଢ଼ିଯାଉଛି, ପୁଣି ରିକ୍ରୁଟମେଣ୍ଟ ଯେଉଁ ରିକ୍ରୁଟମେଣ୍ଟ ଆସୁଛି ଏଜ୍ ଦେଉନି, ପୁଣି ଏଜ୍ ଦେବା ପାଇଁ ପିଲାମାନେ କେସ୍ ଅଯଥାରେ କେସ୍ କରୁଛନ୍ତି। ଏମିତି କହିବାକୁ ଗଲେ ପିଲାଙ୍କର ମଧ୍ୟ ଟାଇମ୍ ଲସ୍ ହେଉଛି। ଆପଣ ନିଜେ ବି ମଧ୍ୟ ଦେଖନ୍ତୁ, ଗୋଟେ ଗୋଟେ ଭଲ ପିଲା ଯଦି ଭଲ ପାଠ ପଢ଼ି ଚାକିରି ନ କରିବ ବାଧ୍ୟ ହେଇକି ସେ ଅବାଟରେ କାମ କରିବାକୁ ଚାହୁଁଛି। ଆପଣ ନିଜେ ଦେଖିପାରୁଥିବେ ବହୁତ ସାରା ଜାଗାରେ ଏମିତି ଅବାଗିଆ ତମେ ଦେଖିପାରୁଥିବ। ବର୍ତ୍ତମାନ ଟାଇମରେ ମୁଁ ଦେଖୁନି, ବର୍ତ୍ତମାନ ଟାଇମରେ ଆପଣ ନିଜେ ବି ମାନେ କହିବାକୁ ଗଲେ ମାନେ ନିଜକୁ କହିବାକୁ ମଧ୍ୟ ଖରାପ ଲାଗୁଛି। ବର୍ତ୍ତମାନ ଟାଇମରେ ଏତେ ଓଡ଼ିଶାରେ ଏତେ ମାନେ କହିବା ଦୁର୍ନୀତି ହେଇଗଲାଣି। ଆପଣ ନିଜେ ବି ଛାଡ଼, ମୋ କହିବା କଥା କି ଏଇ ଭିଡ଼ିଓ ମାଧ୍ୟମରେ ଆପଣ ଯେତେବେଳେ ମାନେ ଏଇ ପ୍ରୋବ୍ଲେମ୍ କରିବାର ମାନେ ଏଇ ଯେ ଆଗରୁ ଯେଉଁ ଓଲ୍ଡ ସରକାର ମାନେ ପୁରୁଣା ସରକାର ଥିଲା, ତା ନୂଆ ସରକାର ଏବେ ଯେଉଁ ଆସିଛି ଟିକେ ଟିକେ ପ୍ରୋସେସିଂ ଚାଲୁଛି, ଆସ୍ତେ ଆସ୍ତେ ପ୍ରୋସେସିଂ ଚାଲୁଛି। ଟେନସନ୍ ନେବା କିଛି ଦରକାର ନାହିଁ, ଆଶା କରୁଛି ସବୁ କିଛି ଠିକ୍ ହେଇଯିବ। ବର୍ତ୍ତମାନ ଟାଇମରେ ତ କିଛି ଭଲ ଚାଲିନି ହେଲା କି, ବହୁତ ସାରା କରପ୍ସନ୍ ହେଉଛି, କାରଣ ପିଲାମାନଙ୍କୁ ପୋଷ୍ଟ ଜଏନିଂ ଦିଆହେଉନି ଫେୟାର ମାନେ ଏମିତି ଆଗରୁ ପୁରୁଣା ସରକାର ସେଇଟା ପୁରୁଣା ସରକାର ସେଇଟା ପ୍ରୋସେସିଂ କରିଥିଲା। ବଟ୍ ବର୍ତ୍ତମାନ ନୂଆ ସରକାର ଆଇଛି, ହେବ ଜଏନିଂ ପିଲାଙ୍କୁ ଦେଇପାରେ, ନହେଲେ ପୁଣି ଆଉଥରେ ରିକ୍ରୁଟମେଣ୍ଟ ଷ୍ଟାର୍ଟ କରିବ। ଏମିତି କହିହେବନି, ଟେନସନ୍ ନେବା କିଛି ଦରକାର ନାହିଁ, ସବୁ କିଛି ଠିକ୍ ହେଇଯିବ ଯାହା ଲାଗୁଛି। ଯଦି ବି ଠିକ୍ ହେବନି ନିହାତି ଭାବରେ ଓଡ଼ିଶା ବହୁତ ଖରାପ ମାନେ ଅଶିକ୍ଷିତ ଯୁବକ ବହୁତ ସାରା ଖରାପ ବାଟକୁ ଯିବେ। ନିହାତି ଭାବରେ ଅଶିକ୍ଷିତ ଅଶିକ୍ଷିତ ପିଲାଙ୍କର ବହୁତ ରାଜୁତି ଓଡ଼ିଶାରେ ହେଇଯିବ। ନିହାତି ଭାବରେ ଓଡ଼ିଶା ଡୁବିକି ମାନେ କହିବାକୁ ଗଲେ ଆଉ ରହିବ ନାହିଁ। ନିହାତି ଭାବରେ ରିକ୍ୱେଷ୍ଟ କରି କହୁଛି ସରକାର ନିହାତି ଭାବରେ ଗୋଟେ ଆକ୍ସନ୍ ନିଅନ୍ତୁ, ଯାହାଫଳରେ କି ସକ୍ସେସ୍ ହେବେ। ତ ଆଜି ଥିଲା ଏତିକି ଭିଡ଼ିଓ। ନିହାତି ଭାବରେ ଯଦି ଭିଡ଼ିଓଟି ଭଲ ଲାଗିଛି ନିହାତି ଭାବରେ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ ଏମିତି ଭଲ ରିଲେଟେଡ୍ ଭିଡ଼ିଓ ପାଇଁ। ତ ରହୁଛି ଦେଖା ନେକ୍ସଟ ଭିଡ଼ିଓରେ, ସେଥିପାଇଁ ଜୟ ଜଗନ୍ନାଥ।